श्रोता बंधु नमस्कार। अनेक अनेक शुभेच्छा जणई आरंभ करुछु आजिर पल्ली मंच। काली पहिली रज, आज सजबाज, पोड़ पिठा और दोली बंधा प्रस्तुति काम सरीथिबो। अपेक्षा सकाळकु। सतरे रज एमती गोटे पर्व जहाँ सबु बयसर लोकंक पई खुशी आनी थाए। पिठा खाइबा, पान खाइबा, लुडु तास पसापाली ठारू आरंभ करी कबाड़ी चिता मुरुज प्रतियोगिता पर्यंत एई 3 दिन चले। छोटरू बड़ समस्ते भाग नियंती। बंधु घर बुलिबा खाइबा खेलिबारे समय कटि जाए। श्रोता बंधु, कृषि भित्तिक पर्व भितरे रजर स्थान प्रथम, कारण वर्षर आरंभ काम एई समयरू होइथाए। धान चाषरू ही आरंभ होइथाए। एबे प्राय सबु जगारे मौसुमी वर्षा होई जाइछि। पाणीपाग विशेषज्ञ मतरे ए वर्ष साधारण ठारू अधिक वर्षा हेबार संभावना मध्य अछि, जहा चाष काम पाई खूब खुशी कथा। तेणु ए वर्ष खंडिए भी बिल पड़िया रहिबाकु देबानी। आजिर आलोचना आम परिवेश को सुहाउथिबा चाष कौशल एमती गोटे गुरुत्वपूर्ण विषय जहा आमे आज आलोचनारू शुणिबा। तेबे आलोचना शुणिबा आगरू आसंतु शुणिबा गोटे भजन। अभिराम परमहंसଙ୍କ रचनारू गाइचेंती राखाल चंद्र महांती। आस आस बौल फूल श्री नारायण को देखिबा चाल। आस आस बौल फूल तू जाई बौल गलारे लंबीबू। तू जाई बौल गलारे लंबीबू। मु जाई से बीबी पद्म पयर। आस आस बौल फूल श्री नारायण को देखिबा चाल। आस आस बौल फूल। चतुर्था मूर्ति थिबे होई कोले थिबे सिंधु तनई। चतुर्था मूर्ति थिबे होई कोले थिबे सिंधु तनई। इंदु बदना को दर्शन करिले। इंदु बदना को दर्शन करिले। ए दुर्लभ जन्म हेब सुफल। आस आस बौल फूल श्री नारायण को देखिबा चाल। आस आस बौल फूल। गलारे तू लंबी बुझाई हस्ते थिबु कंकण होई। गलारे तू लंबी बुझाई हस्ते थिबु कंकण होई। दुखी संखालिंकी बुझाई कहिबु। दुखी संखालिंकी बुझाई कहिबु। प्रसारी देवे से अभय कर। आस आस बौल फूल श्री नारायण को देखिबा चाल। आस आस बौल फूल। कहई अभिराम बाई कोले प्रभु पड़ती डेई। कहई अभिराम बाई कोले प्रभु पड़ती डेई। बौल मालरे भूषण करिबी उलट कर हे रंगधर। आस आस बौल फूल श्री नारायण को देखिबा चाल। आस आस बौल फूल। श्रोता बंधु, एबे शुणिबा आजिर आलोचना आम परिवेश को सुहाउथिबा चाष कौशल विषय रे। विशेषज्ञ अछंती कृषि विज्ञान केंद्र ढेंकानालर वरिष्ठ वैज्ञानिक एवं मुख्य डॉक्टर विमलेन्दु महांती। तांको सह कथा हेउचंती सुभाष चंद्र नायक। सर नमस्कार। नमस्कार।
ଆଜି ଯେଉଁ ବିଷୟ ଆମେ ଆଲୋଚନା କରିବା ଆମ ପରିବେଶକୁ ସୁହାଉଥିବା ଚାଷ କୌଶଳ। এই ଚାଷ ପାଇଁ ଜଳବାୟୁ ଆଉ ପାଣିପାଗ ହେଉଛି ପ୍ରଥମ ଉପାଦାନ କିମ୍ବା ଆରି ଉପରେ ଆମେ ପ୍ରଥମେ ନିର୍ଭର କରୁ। ତେଣୁ ଆମେ ଜଳବାୟୁ କ'ଣ ପ୍ରଥମେ ଜାଣିବା, ଆଉ ପାଣିପାଗ ଆଉ ଜଳବାୟୁ ମଧ୍ୟରେ ପ୍ରଭେଦ କ'ଣ ଅଛି କି ସେ ବିଷୟ ଟିକେ କହିବା। ଆଜ୍ଞା, ଦେଖନ୍ତୁ, ଜଳବାୟୁ ଓ ପାଣିପାଗ ଦିଟା ଯାକ ହେଉଛି ଗୋଟେ ସାମଞ୍ଜସ୍ୟ ଥିଲା ଭଳିଆ କଥା। ଜଳବାୟୁ ହେଉଛି ଗୋଟେ ଜାଗାର ନିର୍ଦ୍ଦିଷ୍ଟ ଜାଗାର ସ୍ୱଳ୍ପ ସମୟର ପରିବେଶର ଅବସ୍ଥାଟାକୁ କହନ୍ତି ଜଳବାୟୁ, କିନ୍ତୁ ସେଇ ଜାଗାର ଗୋଟେ ଦୀର୍ଘକାଳୀନ ସମୟର ହାରାହାରି ଅବସ୍ଥାଟାକୁ କହନ୍ତି ପାଣିପାଗ। ଏତିକି ହେଉଛି ଡିଫରେନ୍ସ। ଏ ଯେଉଁ ଜଳବାୟୁ ପରିବର୍ତ୍ତନ ଆମେ ଶୁଣୁ, ଏ ଜଳବାୟୁ ପରିବର୍ତ୍ତନ କେମିତି ହେଉଛି ସେ ବିଷୟରେ ଆପଣ ଆମର ଚାଷୀ ଭାଇମାନଙ୍କୁ କ'ଣ କହିବେ? ଜଳବାୟୁ ପରିବର୍ତ୍ତନ କ'ଣ? ଆଜ୍ଞା, ଦେଖନ୍ତୁ, ବର୍ତ୍ତମାନ ଯଦି ଆମେ କହିବା ଜଳବାୟୁ ପରିବର୍ତ୍ତନ, ଆମେ ସମସ୍ତେ ଶୁଣୁଛେ ଯେ ଜଳବାୟୁ ଆମର ବହୁତ ପରିବର୍ତ୍ତିତ ହେଇଯାଇଛି। ତାକୁ ଆମେ ଦେଖିପାରିବା ମଧ୍ୟ, ଆମେ ଅନୁଭବ ବି କରୁଛେ। ବର୍ତ୍ତମାନ ଯେଉଁ ଋତୁଚକ୍ର ଥିଲା ସେଇଟା ଆଉ ସବୁ ଋତୁ ଗୁଡ଼ା ଆମେ ଅନୁଭବ କରିପାରୁନାହିଁ। ଯେମିତିକି ଗ୍ରୀଷ୍ମ ଋତୁ ଆମେ ଅନୁଭବ କରୁଛେ, ବର୍ଷା ଋତୁ ଆମେ ଅନୁଭବ କରୁଛେ, ଶୀତ ଋତୁର ଡ୍ୟୁରେସନ୍ କମିଯାଇଛି ଏବଂ ବାକି ଅଲଗା ଋତୁ ଆମେ ଅନୁଭବ କରିପାରୁନାହିଁ। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା, ଆମର ଯେଉଁ ବର୍ଷାର ପରିମାଣ ଥିଲା, ଯଦି ଆମେ ଗତ 50 ବର୍ଷର ଆଭରେଜ ଦେଖିବା ତାହେଲେ ଯେତିକି ବର୍ଷା ହେଉଥିଲା ସେତିକି ବର୍ଷା ହେଉଛି, କିନ୍ତୁ ଆମର ବର୍ଷା ଦିନର ସଂଖ୍ୟା କମିଯାଇଛି। ଆଉ ଗୋଟେ କଥା ମଧ୍ୟ ଦେଖିବା, ଏବେ ଯେଉଁଟା ଆମ ଏକ୍ସଟ୍ରିମ୍ ଇଭେଣ୍ଟସ୍ କୁହନ୍ତି, ବା ଧରନ୍ତୁ ବହୁତ ସମୟ କଣ୍ଟିନ୍ୟୁଅସ୍ ଡ୍ରାଏ ସ୍ପେଲ୍, ମାନେ ପୁରା ଶୁଷ୍କ ଆର୍ଦ୍ରତା ରହିବ, ମଝିରେ ବର୍ଷା ହେବନି, ଗୋଟେ କ୍ରପ୍ ପିରିୟଡ଼ ଭିତରେ ଗୋଟେ ଫସଲ ଚାଲିଥିବ। ଧରନ୍ତୁ ଆମେ କହିବା ଧାନ ଫସଲ, ମୌସୁମୀ ଋତୁରେ ହଠାତ୍ କରି ଦେଖିବେ ଆପଣ 10 ଦିନ 15 ଦିନ ପର୍ଯ୍ୟନ୍ତ ବର୍ଷା ଆଦମ ହେବନି, 20 ଦିନ ଇଭିନ୍ ମାସେ ପର୍ଯ୍ୟନ୍ତ ମଧ୍ୟ ହେବନି। ସିଏ ଗୋଟେ ଅସୁବିଧା ହେଉଛି। ଆଉ ଗୋଟେ ହେଉଛି କଣ୍ଟିନ୍ୟୁଅସ୍ ଲଗାତାର ବର୍ଷା ମଧ୍ୟ ଆପଣ ଦେଖିବେ ବେଶ କିଛି ଦିନ ଧରି ଚାଲୁଛି, ସେଟା ବି ଗୋଟେ ଅସୁବିଧା ହେଉଛି। ଆହୁରି ଗୋଟେ ହେଉଛି ଅନସିଜନାଲ ରେନ୍, ବା ଯୋଉଟା ଆମର ଯେଉଁ ସମୟରେ ବର୍ଷା ହେବା କଥା ସେ ସମୟରେ ତ ବର୍ଷା ହେଉନି, ସେ ଗୋଟେ କଥା। ଅଦିନିଆ ବର୍ଷା ସେଟା ଆମ ଫସଲକୁ ବହୁତ ମାତ୍ରାରେ ପ୍ରତିହତ କରୁଛି, ପ୍ରଭାବିତ କରୁଛି। ଆମେ ଏଇ ବର୍ଷ ଗତ ବର୍ଷ ମଧ୍ୟ ଧାନ କଟା ବେଳେ ବର୍ଷା ହେଲା, ଯୋଉଟାକି ଚାଷୀ ଭାଇମାନେ ଆମର ବହୁତ ହଇରାଣ ହେଇଛନ୍ତି। ଏସବୁ ଜିନିଷ ହେଉଛି ଜଳବାୟୁ ପରିବର୍ତ୍ତନକୁ ଆମେ ଯେମିତି ଅନୁଭବ କରୁଛେ ଏବଂ ତାର ପ୍ରତିକୂଳ ପ୍ରଭାବ ଆମର କୃଷି କ୍ଷେତ୍ରରେ ବହୁତ ମାତ୍ରାରେ ପଡୁଛି। ଆପଣ କହିଲେ କେତେବେଳେ ବର୍ଷା ଅଧିକା ହେଉଛି, କିନ୍ତୁ ବହୁତ ସମୟରେ ଆମେ ଗରମ ଅନୁଭବ କରୁଛୁ, ଯୋଉଟାକି ଗ୍ରୀଷ୍ମର ପ୍ରଭାବ ପଡୁଛି। କିନ୍ତୁ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ କୃଷି ଉପରେ ତାର କେମିତି ପ୍ରଭାବ ପଡୁଛି? ଧରନ୍ତୁ ଯେଉଁ ଜଳ ବି ଅଧିକା ହେଉଛି କିମ୍ବା ଖରା ଅଧିକା ହେଉଛି, ଶୀତର ପରିମାଣ କମି ଯାଉଛି, ଏସବୁ ପରିବର୍ତ୍ତନ ଆମର ଚାଷ ଉପରେ ନିଶ୍ଚୟ ପଡୁଛି। କେମିତି ସେଇଟା ଆମେ ଦେଖିପାରିବା? ପ୍ରଥମ କଥା, ଆମେ ଯଦି ଦେଖିବା ଆମ ଓଡ଼ିଶାର ମୁଖ୍ୟ ଫସଲ ହେଉଛି ଧାନ, ଯୋଉଟା କି ସାଧାରଣତଃ ଆମେ ଖରିଫ ଋତୁରେ କରୁଥାଏ। ଏଇ ଧାନ ଫସଲରେ ଆମେ ଦେଖିବା, ପ୍ରଥମରୁ ଯଦି ଦେଖିବା ରୋଇବା ଆଉ ବୁଣିବା। ଆଗରୁ ଲୋକମାନେ ବୁଣୁଥିଲେ, ଆଗୁଆ ବୁଣନ୍ତି ଏବଂ ତାପରେ ମଝିରେ ଗୋଟେ ବେଉଷଣ କରାଯାଏ। ବର୍ତ୍ତମାନ ମୌସୁମୀ ପାଖାପାଖି 15-20 ଦିନ ସିଫ୍ଟ ହେଇଗଲାଣି। 15-20 ଦିନ ପରେ ମୌସୁମୀ ବର୍ଷା ହେଉଛି, ଫଳରେ ଯେଉଁମାନେ ବୁଣିଥିବେ ସେ ଆଉ ବେଉଷଣ କରିବା ସମ୍ଭବ ହେଉନି, ବର୍ଷା ହେଉନି। ଆଚ୍ଛା, ଯେଉଁମାନେ ରୋଇବେ ସେମାନେ ମଧ୍ୟ ଆଗୁଆ ଠିକ୍ ସମୟରେ ରୋଇ ପାରୁନାହାନ୍ତି, ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି, ରୋଇବା ସମୟଟା ଘୁଞ୍ଚି ଯାଉଛି। ଦ୍ୱିତୀୟ କଥା ହେଲା, ଯେହେତୁ ରୋଇବା ବୁଣିବା ଆମର ଲେଟ୍ ହେଉଛି, ଅମଳ କରିବା ମଧ୍ୟ ଲେଟ୍ ହେଉଛି। ଅମଳ କରିବା ଲେଟ୍ ହେଉଛି ମାନେ ଅମଳ ସମୟଟା ଆମର ଡିସେମ୍ବର ଲାଷ୍ଟ ବେଳକୁ ହେଉଛି, ଜାନୁଆରୀ ପ୍ରଥମ ସପ୍ତାହରେ ମଧ୍ୟ ଏ ବର୍ଷ କିଛି ଧାନ ଅମଳ ହେଲା। ଡିସେମ୍ବର 15 ପରେ ଆମର ହାରାହାରି ଯେଉଁ ମିନିମମ୍ ଟେମ୍ପରେଚର ଯେଉଁଟା ଦିନର, ସିଏ ପାଖାପାଖି 12-13 ଡିଗ୍ରୀ ସେଣ୍ଟିଗ୍ରେଡ୍ ହେଇଯାଉଛି, ଥଣ୍ଡା ପଡ଼ିଯାଉଛି। ଯେଉଁ ଧାନ ଫସଲ ପରେ ଲୋକମାନେ ଆମର ମୁଗ ବିରିକୁ ଛଟା ବୁଣା କରନ୍ତି, ତ ସେତେବେଳେ ବର୍ତ୍ତମାନ ସେ ଯଦି ଯେକୌଣସି ହାଇ ଇଲ୍ଡିଂ ଭେରାଇଟି ମୁଗ ଆମେ ଯଦି ବର୍ତ୍ତମାନ ଦେଖିବା, ମୁଗ ପର୍ଟିକୁଲାରଲି ସିଏ ଆଉ ଜର୍ମିନେସନ୍ ହେବନି, ଏତେ ଟେମ୍ପରେଚର କମିଯାଇଛି। ଆଉ ଗୋଟେ କଥା ହେଉଛି ଅନସିଜନାଲ ରେନ୍, ଯେଉଁ କଥା ଆମେ କହୁଥିଲେ ଅଦିନିଆ ବର୍ଷା, ସିଏ ମଝିରେ ମଝିରେ ଧାନ ଜମିରେ ଧାନ ପାଚିକି ଥିବ ବା ପାକଳ ହେଇଥିବ, ଧାନ କାଟିବାକୁ ଥିବ, ସେଇ ସମୟରେ ବର୍ଷା ଆସୁଛି। ମାନେ ଯଦି ଧାନ କଟା ହେଇକି ଫିଲ୍ଡରେ ଅଛି ତାକୁ ସାଙ୍ଗେ ସାଙ୍ଗେ ବୋହିବା ଦରକାର, ଏବଂ ଧାନ ଯଦି ମଧ୍ୟ କଟା ହେଇନାହିଁ ତାହେଲେ ସେ ପଡ଼ିଯାଉଛି। ଏଇଭଳିଆ ଅବସ୍ଥା ସବୁ ସୃଷ୍ଟି ହେଉଛି। ଆଉ ମେକାନାଇଜେସନ ହେବା ଦ୍ୱାରା କିଛି ପରିମାଣରେ ଆକୁ ଆମେ ସାମ୍ନା କରିପାରୁଛୁ। ଯେମିତିକି କମ୍ବାଇନ୍ ହାର୍ଭେଷ୍ଟରରେ କାଟିଲେ ଖୁବ୍ କମ୍ ସମୟରେ ଆମେ କାଟିକି ଅମଳ କରିକି ଧାନଟାକୁ ଘରକୁ ନେଇ ଆସିପାରୁଛୁ। ଆଗରୁ ଯେଉଁ ଆମର ଚାଷୀ ଭାଇମାନେ କରୁଥିଲେ, ଧାନ କାଟିକି ତାକୁ ପକାଉଥିଲେ, ବିଲରେ ଶୁଖୁଥିଲା ଏବଂ କିଛି ଦିନ ପରେ ବାନ୍ଧୁଥିଲେ, ତାକୁ ବାନ୍ଧି ସାରିଲା ପରେ ତାକୁ ବାଡ଼ଉଥିଲେ ବା ଅମଳ କରୁଥିଲେ, ତାପରେ ବସ୍ତାରେ ପୁରଉଥିଲେ। ଏଇଭଳିଆ ପ୍ରୋସେସକୁ ଆଉ ବର୍ତ୍ତମାନ ସମୟ ଆଉ ସାଥ ଦେଉନାହିଁ। ଏମିତି ଯଦି ଦେଖିବା, ବର୍ତ୍ତମାନ ରବି କ୍ରପ୍ ମଧ୍ୟ ଆଫେକ୍ଟେଡ୍ ହେଉଛି। ଆମେ ଯେମିତି କଥା ହେଉଥିଲେ, ଧରନ୍ତୁ ଡିସେମ୍ବର 15 ପରେ ଆମର ରବି ସିଜନ୍ ଆସୁଛି, ଶୀତ ପଡ଼ୁଛି, ଜାନୁଆରୀ 15 ପରେ ଟେମ୍ପରେଚର ବଢ଼ିଯାଉଛି। ତାମାନେ ଗୋଟେ ମାସ ଆମେ ଶୀତ ଅନୁଭବ କରୁଛେ,
ଯାହାଫଳରେ କି ଆମର ଯେଉଁ ମୁଖ୍ୟ ଫସଲଟା ଯେଉଁ ପନିପରିବା ଫସଲଟା ରବି ଋତୁରେ କରାଯାଏ ସେଟା ମଧ୍ୟ ଆଫେକ୍ଟେଡ୍ ହେଉଛି। ମୁଗ ବିରି ବା ଯେକୌଣସି ଡାଲି ଜାତୀୟ ଫସଲ ଆମେ ରବି ଋତୁରେ କରେ ତାର ଅମଳ ମଧ୍ୟ କମିଯାଉଛି। ଏସବୁ ପ୍ରତିକୂଳ ପ୍ରଭାବ ଆମେ ସମସ୍ତେ ଚାଷୀ ଭାଇମାନେ ଅନୁଭବ କଲେଣି ଏବଂ ତାକୁ ମଧ୍ୟ ଆମକୁ ସାମ୍ନା କରିବା ପାଇଁ ନୂଆ ନୂଆ ଜିନିଷ କରିବାକୁ ପଡ଼ିବ। ନିଶ୍ଚୟ ଯାହା କହିଲେ ପ୍ରଥମରୁ ହିଁ ଚାଷୀ ଭାଇ ଭଉଣୀମାନେ ଆମର ପାଣିପାଗ ଆଉ ଜଳବାୟୁ ଉପରେ ନିର୍ଭର କରୁଛନ୍ତି ଆଉ ତାର ପ୍ରଭାବ ସେମାନେ ବହୁତ ମାତ୍ରାରେ ଅନୁଭବ କରୁଛନ୍ତି। ଆମର କୌଣସି କାର୍ଯ୍ୟକୁ କରିବାକୁ ହେଲେ ଆମେ ଉପଯୁକ୍ତ ପରିଶ୍ରମ କରିଥିବା ଆଉ ଅର୍ଥ ବିନିଯୋଗ କରିଥିବା କିନ୍ତୁ ପାଣିପାଗ ତାକୁ ସଠିକ ଅମଳ ଦେଇନଥାଏ କିମ୍ବା ଲାଭ ଦେଇପାରିନଥାଏ। କିନ୍ତୁ ସେ ସମୟରେ ଆପଣ ବି କହୁଥିଲେ ଯେ ଆଗରୁ ବୁଣା ହେଉଥିଲା, ଏବେ ରୁଆକୁ ଆମେ ଭରସା କଲେଣି କିନ୍ତୁ ଉପଯୁକ୍ତ ସମୟରେ ତଳି ପକେଇ ହେଉନି କିମ୍ବା ତାକୁ ରୋଇ ହେଉନି। ଏ ସମୟରେ ଚାଷୀ ଭାଇଙ୍କ ପାଖରେ ପହଞ୍ଚିବା ପାଇଁ ଗୋଟିଏ ମାଧ୍ୟମ ହେଉଛି ଆମର ବୈଜ୍ଞାନିକ କିମ୍ବା ଆଧୁନିକ ଜ୍ଞାନ କୌଶଳ। ଏଇ ଯେଉଁ ଜଳବାୟୁକୁ ପ୍ରତିହତ କରି ଆମେ ଯଦି ନୂଆ ବିହନ ହଉ ପଦ୍ଧତି ହଉ ଆକୁ ଆମେ ଆୟତ୍ତ କରିପାରିବା କିମ୍ବା ଆପଣେଇ ପାରିବା ତାହେଲେ ତାଙ୍କୁ ଆମେ ଚାଷୀ ଭାଇମାନଙ୍କ ପାଖରେ ଗୋଟେ ସହାୟତାର ବାଟ ଦେଖେଇ ପାରିବା। ଏ ଯେଉଁ ଜଳବାୟୁ ସହନଶୀଳ କୃଷି ପଦ୍ଧତି ତାକୁ ଆପଣ କେମିତି ଚାଷୀ ଭାଇମାନଙ୍କୁ ସାହାଯ୍ୟ କରୁଛୁ ବୋଲି କହିବେ? ଆଜ୍ଞା, ଦେଖନ୍ତୁ ଆମେ ତାକୁ କହିପାରିବା ଜଳବାୟୁ ସହନଶୀଳ କୃଷି ପଦ୍ଧତି ବା ଆମ ଜଳବାୟୁକୁ ସୁହାଉଥିବା ଚାଷ କୌଶଳ ଯାହା ବି କହିବା ତାକୁ ଇଂରାଜୀରେ କହନ୍ତି କ୍ଲାଇମେଟ୍ ରେଜିଲିଏଣ୍ଟ ଏଗ୍ରିକଲଚର ପ୍ରାକ୍ଟିସେସ୍। ତ ସେଇଟା ହେଉଛି ଯେ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ତାକୁ ଆମେ କେମିତି ସାମ୍ନା କରିବା, ତାର ବହୁତ ଗୁଡ଼େ ଉପାୟ ଅଛି। ଆମେ ଆଲୋଚନା କରିବା ଆଜି କିଛି ଉପାୟ ଉପରେ। ଯେମିତିକି ଆମେ ବର୍ତ୍ତମାନ ଦେଖିବା କ୍ଲାଇମେଟ୍ ରେଜିଲିଏଣ୍ଟ ଭେରାଇଟି, ମାନେ ଧରନ୍ତୁ ଆମର ଧାନ ଫସଲ କରୁଛେ, ଗୋଟେ ଧାନ ଫିଲ୍ଡରେ ଜଣେ ଚାଷୀ ଉଭୟ ମରୁଡ଼ି ଏବଂ ବନ୍ୟାକୁ ସାମ୍ନା କରୁଛି। କେମିତି ନା ଯେତେବେଳେ ଗୋଟେ କଣ୍ଟିନ୍ୟୁଅସ୍ ଡ୍ରାଏ ସ୍ପେଲ୍ ହେଉଛି, ବର୍ଷା ହେଉନାହିଁ, ଶୁଖିଲା ସମୟ ଯେତେବେଳେ ମାସେ ଖଣ୍ଡେ ରହୁଛି ସେତେବେଳେ ସେ ମରୁଡ଼ିର ପରିସ୍ଥିତି ସାମ୍ନା କରୁଛି ଏବଂ ଯେତେବେଳେ କଣ୍ଟିନ୍ୟୁଅସ୍ ରେନଫଲ୍ ହେଉଛି ସେତେବେଳେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ସମର୍ଜେନ୍ସ ରହୁଛି ଯେତେବେଳେ ବୁଡ଼ିକି ରହୁଛି ଧାନଟା, ମାନେ ପୁରା ବୁଡ଼ି ନ ରହୁ ପଛେ ଇଞ୍ଚେ 2 ଇଞ୍ଚ 4 ଇଞ୍ଚ ପାଣି ଯଦି ରହୁଛି ସେଟା ମଧ୍ୟ ଆମେ ଦେଖିବା ଧାନ ପାଇଁ ଉପଯୁକ୍ତ ନୁହଁ। ତେଣୁ ଉଭୟ ମରୁଡ଼ି ଏବଂ ବନ୍ୟା ସହନୀ ଶକ୍ତି ଥିବା ଧାନ କିସମ ଯଦି ଆମେ ବ୍ୟବହାର କରିପାରିବା ତାହେଲେ ଆମେ এই ପରିସ୍ଥିତିକୁ ସାମ୍ନା କରିପାରିବା। ସେଟାକୁ ଆମେ ପ୍ରତ୍ୟେକ ପରିସ୍ଥିତିରେ ସେମିତିଆ ଅଛି, ସବୁ କ୍ରପ୍ ପାଇଁ ଅଛି କ୍ଲାଇମେଟ୍ ରେଜିଲିଏଣ୍ଟ ଭେରାଇଟି ବା ଆମର ଯେଉଁ ଷ୍ଟ୍ରେସ୍ ଟଲରାଣ୍ଟ ଭେରାଇଟି ବୋଲି ତାକୁ କୁହାଯାଉଛି। ଆମ ପରିସ୍ଥିତିରେ ମରୁଡ଼ି ଏବଂ ବନ୍ୟା ସହନୀ ଶକ୍ତି ଥିବା ଧାନ କିସମ ସିଏ ହେଲା ଗୋଟେ। ଆମେ ମଧ୍ୟ ଏମିତି କରିପାରିବା ଯେ ମରୁଡ଼ି ଷ୍ଟ୍ରେସ୍ ଟଲରାଣ୍ଟ କ୍ରପ୍, ଯେମିତିକି ଆମେ ଗୋଟେ କହିବା ଆମର ଆଗରୁ ବହୁତ ପୁରୁଣା କାଳରୁ ମାଣ୍ଡିଆ ବା ଅଲଗା ଯେଉଁ କୌଣସି ମିଲେଟ୍ ସବୁ ଚାଷ କରୁଥିଲେ, ତ ସେଇଟା ବର୍ତ୍ତମାନ କାଳକ୍ରମେ ଲୋପ ପାଇଗଲା। ସେଇଟା ବେଶୀ ପ୍ରଫିଟେବୁଲ୍ ହେଲାନି, ତାର ଭ୍ୟାଲୁ ଆଡ଼ିସନ୍ ନଥିଲା, ବଜାର ନଥିଲା, କମ୍ ପ୍ରଡକ୍ସନ୍ ଥିଲା, ଏମିତି ସବୁ ବହୁତ କାରଣ ଯୋଗୁଁ ସେଇଟା ନିଶ୍ଚିହ୍ନ ହେଇଗଲା। ଏବେ ଆମର ସରକାର ତାକୁ ମିଲେଟ୍ ମିଶନରେ ଏବଂ ଏଟା ପରିବର୍ତ୍ତିତ ପରିସ୍ଥିତିରେ ଏଟା ବର୍ତ୍ତମାନ ଶ୍ରୀ ଅନ୍ନ ଅଭିଯାନ ହେଇଛି, ତ ତାକୁ ପ୍ରମୋଟ୍ କରୁଛନ୍ତି। ତାର ଦୁଇଟା ଉଦ୍ଦେଶ୍ୟ, ଗୋଟେ ହେଉଛି ଯେ ଆମର ଯେଉଁ ଫ୍ୟୁଚର ଜେନେରେସନ୍ ତାଙ୍କୁ କେମିତି ପୁଷ୍ଟି ଦେବା। ଏଇଟା ବର୍ତ୍ତମାନ ଆମେ ସମସ୍ତେ ଅନୁଭବ କରୁଛେ। ଆମର ଯେଉଁ ଛୋଟ ପିଲାମାନେ ସକାଳୁ ଉଠୁ ଉଠୁ ସେମାନେ ମ୍ୟାଗି ଖାଉଛନ୍ତି, ଦହିବରା ଆଳୁଦମ ଖାଉଛନ୍ତି, ଫାଷ୍ଟ ଫୁଡ୍ ଆଡ଼କୁ ଯାଉଛନ୍ତି, ପ୍ୟାକେଜ୍ ଫୁଡ୍ ପ୍ରୋସେସ୍ଡ ଫୁଡ୍ ଖାଉଛନ୍ତି, ସେମାନଙ୍କର ପୁଷ୍ଟି ସାଧନ ହେଇପାରୁନାହିଁ। ଟ୍ରାଡିସନାଲ ଆମର ଯେଉଁ ଫୁଡ୍ ରହିଛି, ଖାଦ୍ୟ ରହିଛି, ସେ ତାଠୁ ସେମାନେ ଯଥେଷ୍ଟ ଦୂରରେ ହେଇଗଲେଣି। ସୁଖାଦ୍ୟ ଖାଉନାହାନ୍ତି, କୁଖାଦ୍ୟ ଖାଉଛନ୍ତି। ତାଙ୍କର ପୁଷ୍ଟି ସାଧନ ପାଇଁ ମଧ୍ୟ ଆମକୁ ନ୍ୟୁଟ୍ରିସନ୍ ଏଗ୍ରିକଲଚର ଉପରେ ଦୃଷ୍ଟି ଦେବାକୁ ପଡ଼ିବ, ସେଟା ଗୋଟେ ଲକ୍ଷ୍ୟ। ଦ୍ୱିତୀୟ କଥା ହେଲା ଯେ ଆମର ବର୍ତ୍ତମାନ ଯେଉଁ କ୍ଲାଇମେଟ୍ ଚେଞ୍ଜ ହେଉଛି ତାକୁ ପ୍ରତିହତ କଲା ଭଳିଆ ମଧ୍ୟ ଇଏ ଗୋଟେ କ୍ରପ୍ ଯେଉଁଟାକି ଧାନର ପାଖାପାଖି 4 ଭାଗରୁ ଭାଗେ ପାଣିରେ ଏଇଟା ଅମଳ ହେଇପାରିବ। ତେଣୁ ସିଏ ହେଲା ଗୋଟେ, ମାନେ ବିଭିନ୍ନ ପ୍ରକାର କ୍ରପ୍ ଆମେ ଚେଞ୍ଜ କରିପାରିବା। ଆଉ କ'ଣ କରିପାରିବା ନା, ଆମେ ଯେମିତି ଧାନ କଥା କହୁଥିଲେ, ଆମେ ମଧ୍ୟ ଆଗରୁ ଜାଣିଛେ ଯେ ରୁଆ ଧାନ ଥୁଆ, ଏବଂ ଆଉ ଗୋଟେ କଥା ମଧ୍ୟ ଥିଲା ବୁଣାକୁ ରୁଆ ସରି ନୁହେଁ। ତାମାନେ ବୁଣିଲେ ଧାନର ଅମଳ ମଧ୍ୟ ରୁଆ ଧାନ ଭଳିଆ ଆମେ ପାଇବା। ସେଇଟାକୁ ଲକ୍ଷ୍ୟ କରିକି ବର୍ତ୍ତମାନର ସରକାର, ଆମର ରାଜ୍ୟ ସରକାର ଡାଇରେକ୍ଟ ସିଡେଡ୍ ରାଇସ୍ ବା ଧାନର ବୁଣିବା ବ୍ୟବସ୍ଥାଟା ଯାନ୍ତ୍ରିକ ପ୍ରଣାଳୀରେ ସେ ବ୍ୟବସ୍ଥା କରୁଛନ୍ତି। ସେମିତି କଲେ କ'ଣ ହେବ ନା ଧାନକୁ ଆମେ ଆଗୁଆ ବୁଣି ପାରିବା। ଦ୍ୱିତୀୟ କଥା ହେଉଛି ଆଗୁଆ ଅମଳ କରିପାରିବା। ଏଠାରେ ଟ୍ରାକ୍ଟରରେ ଆମେ 9 ଧାଡ଼ିଆ ବା 11 ଧାଡ଼ିଆ ମଞ୍ଜି ବୁଣା ଯନ୍ତ୍ର ବ୍ୟବହାର କରିକି ତାକୁ ବୁଣିବା ଏବଂ ତା ଦେହରେ ଘାସମରା ପ୍ରୟୋଗ କରାହେବ। ଫଳରେ ଘାସ ମୁକ୍ତ ରହିବ, ଅମଳଟା ରୁଆ ଧାନ ସହିତ ସମାନ ବା ଟିକେ କମ୍ ରହିବ। କିନ୍ତୁ ଯେହେତୁ ଖର୍ଚ୍ଚ କମ୍ ହେବ, ଚାଷୀମାନେ 2 ପଇସା ଲାଭ ପାଇବେ ଏବଂ ଶୀଘ୍ର ଅମଳ ହେବାରୁ ପରବର୍ତ୍ତୀ ଯେଉଁ ଫସଲଟା ସେକେଣ୍ଡ କ୍ରପ୍ ଆମେ ନେଉଛେ ସେଇଟା ଯଥେଷ୍ଟ ଫାଷ୍ଟ କ୍ରପ୍ ଆଗରୁ, ମାନେ ଯଥେଷ୍ଟ ପୂର୍ବରୁ ଫାଷ୍ଟ କ୍ରପ୍ଟା ଅମଳ ହେଇଯିବ ନଭେମ୍ବର ମାସରେ ଏବଂ ଡିସେମ୍ବର ମାସ ପ୍ରଥମରୁ ବା ନଭେମ୍ବର ମାସ ଲାଷ୍ଟ ଆଡ଼କୁ
ଆମେ ମୁଗ ବିରିଟାକୁ ବୁଣି ପାରିବା। ସିଏ ହେଲା ଗୋଟେ ଉପାୟ। ଆଉ ଗୋଟେ କଥା ହେଉଛି ବର୍ତ୍ତମାନ ପ୍ରତ୍ୟେକ ଫିଲ୍ଡରେ ଧାନ ହେଉ ଯେକୌଣସି ହେଉ ସାଙ୍ଗରେ ଗୋଟେ କ୍ଷେତ ପୋଖରୀ ଫାର୍ମ ପଣ୍ଡ ଯେଉଁଟାକୁ ଆମେ କହୁଛେ ଅନ୍ ଫାର୍ମ ୱାଟର ମ୍ୟାନେଜମେଣ୍ଟ ପ୍ରାକ୍ଟିସ୍, ସେଇଟା ଗୋଟେ ଆମେ ବ୍ୟବସ୍ଥା କରିବା ଯାହାଫଳରେ କି ଯଦି ମରୁଡ଼ି ପରିସ୍ଥିତି ହେଲା ସେଠୁ ପାଣି ମଡ଼େଇ ପାରିବା। ୟାକୁ କରିବାକୁ ପଡ଼ିବ ଏବଂ ଅଧିକ ଏଫିସିଏଣ୍ଟ ଇରିଗେସନ୍ ସିଷ୍ଟମ୍ ଯେମିତି ଡ୍ରିପ୍ ଇରିଗେସନ୍, ସ୍ପ୍ରିଙ୍କଲର ଇରିଗେସନ୍ ବା ବୁନ୍ଦା ସିଞ୍ଚନ ଜଳସେଚନ, ସେ ବ୍ୟବସ୍ଥା ପାଇଁ ସରକାର ମଧ୍ୟ ରିହାତି ବ୍ୟବସ୍ଥା କରିଛନ୍ତି, ତାକୁ ଆପଣେଇବାକୁ ପଡ଼ିବ। ଆଉ ଗୋଟେ କଥା, ଆମର ଚାଷ କହିଲେ କେବଳ କ୍ଷେତ ଫସଲକୁ ବୁଝାଏ ନାହିଁ, ଆମେ ମଧ୍ୟ ଯେଉଁ କହୁଛେ ଆମେ ଆନିମାଲ ସେକ୍ଟର ଯେଉଁ ରହିଲା ଲାଇଫ୍ ଷ୍ଟକ୍ ସେକ୍ଟର, ସେମାନଙ୍କର ମଧ୍ୟ ବର୍ତ୍ତମାନ ଯେଉଁ ଟେମ୍ପରେଚର ବଢ଼ୁଛି ସେ ତାଙ୍କର ପ୍ରପର ହାଉସିଂ ମଧ୍ୟ ଆମକୁ କରିବା ଦରକାର। ଏବଂ ଆହୁରି କେତେ କଥା ହେଉଛି ଯେ ତାଙ୍କର ଖାଦ୍ୟ ସମସ୍ୟା ପାଇଁ ଫଡରର ତାପରେ ଫୋକସ୍ କରିବା ଦରକାର। ଆଉ ଗୋଟେ କଥା ହେଉଛି ଗୋଟିଏ ଫସଲରେ ସୀମିତ ନ ରଖି ଆମେ ବିଭିନ୍ନ ଫସଲ କରିବା ଏବଂ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍ ଆପ୍ରୋଚ୍ ନେବା, ଯାହାଫଳରେ କି ଆମର ସେଠି ମାଛ ରହିଲା, ପୋଖରୀ ରହିଲା ଏବଂ ଗାଈ ରହିଲେ, ସେଠି ଧାନ ରହିଲା, ପନିପରିବା ରହିଲା। ଗୋଟିଏ ଫସଲରୁ ଯଦି କୌଣସି କାରଣରୁ ଅସୁବିଧା ହେଲା ଆର ଫସଲରେ ଆମେ ତାକୁ ମେକଅପ୍ କରିପାରିବା, ଯୋଉଟାକି ସମନ୍ୱିତ କୃଷି କିମ୍ବା ଆନୁଷଙ୍ଗିକ କୃଷି, ତାକୁ ଆମେ କରିପାରିବା। ଆହୁରି ମଧ୍ୟ ଆମେ ଯେକୌଣସି ଧରନ୍ତୁ ରୋଗ ପୋକ ପାଇଁ ଆମେ ଔଷଧ ପକାଉଛେ, କେବଳ କେମିକାଲ ବ୍ୟବହାର ନ କରି ଆମେ ଇଣ୍ଟିଗ୍ରେଟେଡ୍ ଆପ୍ରୋଚ୍ ନେବା, ଉଭୟ ଜୈବିକ ଏବଂ ରାସାୟନିକ ତାର ସଠିକ୍ ମାତ୍ରାରେ ବ୍ୟବହାର କରିବା। ସେମିତି ମଧ୍ୟ ଇଣ୍ଟିଗ୍ରେଟେଡ୍ ନ୍ୟୁଟ୍ରିଏଣ୍ଟ ମ୍ୟାନେଜମେଣ୍ଟ, ଆମେ କେବଳ କେମିକାଲ ସାର ଯେଉଁ ପକାଉଛେ ରାସାୟନିକ ସାର, ତା ଦ୍ୱାରା ମଧ୍ୟ ବହୁତ ଆମକୁ ଅସୁବିଧା ହେଉଛି, ଆମର ପରିବେଶ ପରିସ୍ଥିତି ନଷ୍ଟ ହେଉଛି। ଆଉ ସେଥିପାଇଁ ମଧ୍ୟ ଆମେ ଜୈବିକ ସାରର ବ୍ୟବହାର କରିବା, ଏସବୁ କରିବା। ଏବଂ ଏବେ ବର୍ତ୍ତମାନ ମଧ୍ୟ ସମସ୍ତେ ଆମେ ଜାଣିଥିବା ସରକାର ଗୋଟେ ନ୍ୟାଚୁରାଲ ଫାର୍ମିଂ ପାଇଁ ଗୋଟେ ମିଶନ ମୋଡରେ କରୁଛନ୍ତି, ନ୍ୟାସନାଲ ମିଶନ ଅନ୍ ନ୍ୟାଚୁରାଲ ଫାର୍ମିଂ। ନ୍ୟାଚୁରାଲ ଫାର୍ମିଂ ବା ପ୍ରାକୃତିକ କୃଷି, ଏଇଟା ହେଉଛି ତାଟା ଗୋଟେ ଆମେ ଦେଖୁଛେ ସମସ୍ତେ ଆମ ଘର ପଛ ପାଖରେ, ସମସ୍ତଙ୍କ ଘର ପଛ ପାଖରେ ଆମର ବାସନ ମଜା ହେଉଛି, ମା ଭଉଣୀମାନେ ଆମର ବାସନ ମାଜୁଛନ୍ତି। ସେଠି ଗୋଟିଏ କଦଳୀ ଗଛଟି ଲଗା ହେଇଥିଲା କେଉଁ 20 ବର୍ଷ ତଳେ, ସେ କଦଳୀ ଗଛ ଆଜି ଗୋଟେ ବୁଦାରେ ପରିଣତ ହେଇଛି, କଦଳୀ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ପ୍ରତ୍ୟେକ ବର୍ଷ ଆମେ ସେଥିରୁ 10 କାନ୍ଧି କଦଳୀ ଖାଉଛେ, ପାଣି ପାଉଛି ବାସନ ମଜାରୁ, କିନ୍ତୁ ତା ଦେହରେ 10 ଗ୍ରାମ କି ଦେଇନାହିଁ, ସାର ଦେଇନାହିଁ, କିନ୍ତୁ ପ୍ରତ୍ୟେକ ବର୍ଷ 10 କାନ୍ଧି କଦଳୀ ଆମେ ଖାଉଛେ। ଯଦି 20 ବର୍ଷ ହିସାବ କରିବା, ଗୋଟେ କାନ୍ଧିର ଓଜନ ଯଦି 20 କେଜି ଧରିବା, 10 କାନ୍ଧି ହେଉଛି 2 କୁଇଣ୍ଟାଲ। 10 ବର୍ଷ ଭିତରେ ଆମେ 20 କୁଇଣ୍ଟାଲ କଦଳୀ ଖାଇସାରିଲାଣି। ଗଛର ଓଜନ ଯଦି ହିସାବ କରିବା ସେ ଯଥେଷ୍ଟ ଅଧିକା ହେବ। ତାହେଲେ ସେ 20 କୁଇଣ୍ଟାଲ ବା 40 କୁଇଣ୍ଟାଲ ଜିନିଷ କେଉଁଠୁ ଆସିଲା? ଏ ମାଟିରୁ ଆସିଛି। ଆଉ ମାଟିରେ ଯଦି ସାର ନ ଦିଆହେଲା ନାହିଁ, ତାହେଲେ ଏତିକି ଜିନିଷ ଆସିଲା କେଉଁଠୁ? ଆଉ ଯଦି ଆସିଲା ହୁଏତ ତା ପର ବର୍ଷ ଫସଲ ଫଳି ନଥାନ୍ତା, ଆମର କାନ୍ଦି ହେଇନଥାନ୍ତା। ତେଣୁ ନିଶ୍ଚିତ ଭାବରେ ମାଟିର ଗୋଟେ ନ୍ୟାଚୁରାଲ ଉପାୟ ଅଛି, ଯାହାଫଳରେ କି ତାର ସାରଟା ପୁଣି ରିପ୍ଲେନିସ୍ ହେଇପାରୁଛି ବା ରିକ୍ୟୁପ୍ ହେଇପାରୁଛି। ଏଇଟା କେମିତି ହେଉଛି ନା, ମାଟିରେ ଯେଉଁ ଅଣୁଜୀବମାନେ ଅଛନ୍ତି ସେଇମାନେ ଏ ସାରଟାକୁ ସୃଷ୍ଟି କରୁଛନ୍ତି। ଏଇ ପ୍ରାକୃତିକ କୃଷି ପଦ୍ଧତିର ଲକ୍ଷ୍ୟ ହେଲା ଯେ ମାଟିରେ ଯେଉଁ ପ୍ରାକୃତିକ ଅଣୁଜୀବମାନେ ଅଛନ୍ତି, ଉପକାରୀ ଅଣୁଜୀବମାନେ ଅଛନ୍ତି, ସେମାନଙ୍କ ସଂଖ୍ୟା ଆମେ କେମିତି ବୃଦ୍ଧି କରିବା ପ୍ରାକୃତିକ ଉପାୟରେ। ଏଇଟା ଗୋଟେ ଅଛି ଯେଉଁଟାକି ବର୍ତ୍ତମାନ ସରକାର ତାରି ଉପରେ ଫୋକସ୍ ଦେଉଛନ୍ତି। ତେଣୁ ଏଇଭଳିଆ ଜିନିଷ ଆମେ ଯଦି କରିବା ତାହେଲେ ନିଶ୍ଚିତ ଭାବରେ। ଆଉ ଗୋଟେ ମଧ୍ୟ ଆପଣ ଦେଖିଦେବେ ବର୍ତ୍ତମାନ ଯେଉଁ କୁକୁଡ଼ା, ବାଡ଼ି ଅଗଣାରେ କୁକୁଡ଼ା ଚାଷ, ସେଥିରେ ଟେମ୍ପରେଚର ବଢ଼ୁଛି, ତେଣୁ ଷ୍ଟ୍ରେସ୍ ଟଲରାଣ୍ଟ ବ୍ରିଡ୍ ବା ଯେଉଁମାନେ ବର୍ତ୍ତମାନର ଯେଉଁ ପାଣିପାଗକୁ ସହିପାରିବେ ଯେଉଁ ବ୍ରିଡ୍, ସେଇଭଳିଆ ବ୍ରିଡ୍ ଆଣିକି ଆମକୁ କରିବାର ଆବଶ୍ୟକତା ଅଛି। ଏମିତି ବହୁତ ଜିନିଷ ଅଛି, ତାକୁ ଆମର ଚାଷୀ ଭାଇମାନେ ଜାଣିବା ଦରକାର ଏବଂ ପରିସ୍ଥିତିକୁ ବା ପ୍ରତିକୂଳ ପରିବେଶକୁ ସାମ୍ନା କରିବା ପାଇଁ ପ୍ରିପେୟାର ହେବା ଦରକାର। ନିଶ୍ଚୟ, ଯାହା କହିଲେ ଆମର ଚାଷୀ ଭାଇ ଭଉଣୀମାନେ କେବଳ ସିଜନାଲି ଯେଉଁଟା ଋତୁକାଳୀନ ଫସଲ ଉପରେ ନିର୍ଭର ନ କରି ବର୍ଷ ସାରା ଆମେ ଯେମିତି ଆନୁଷଙ୍ଗିକ କୃଷି କରିପାରିବା ଆଉ ପାଣିପାଗ କୌଶଳକୁ ଆଖିରେ ରଖିକି କରିପାରିବା, ସେ ବିଷୟରେ ଯତ୍ନଶୀଳ ହେବା ନିହାତି ଦରକାର। ଆଉ ଆପଣ ବି ଆଗରୁ କହୁଥିଲେ ଆମର ସୁହାଉଥିବା ଚାଷ କୌଶଳ ସବୁ କ'ଣ କ'ଣ ଅଛି, ସେ ବିଷୟରେ ଟିକେ ଚାଷୀ ଭାଇମାନଙ୍କୁ। ଆଜ୍ଞା, ଆମେ ବର୍ତ୍ତମାନ ଯେଉଁ ଜିନିଷ ସବୁ ଆମେ ଯେମିତି କଥା ହେଲେ ଯେ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍ ବା ସମନ୍ୱିତ କୃଷି, ଧରନ୍ତୁ ଡାଇରେକ୍ଟ ସିଡେଡ୍ ରାଇସ୍ ବା ଧାନକୁ ବୁଣିବା ଉପାୟ ଯେଉଁ ନୂଆ ପ୍ରଣାଳୀରେ, ଡ୍ରିପ୍ ସ୍ପ୍ରିଙ୍କଲର, ଏସବୁ କ୍ଷେତ୍ରରେ ସରକାରୀ ସହାୟତା ଅଛି। ନ୍ୟାଚୁରାଲ ଫାର୍ମିଂ କୁହନ୍ତୁ, ଫାର୍ମ ପଣ୍ଡ କୁହନ୍ତୁ, ସବୁ କ୍ଷେତ୍ରରେ କ୍ରପ୍ ଡାଇଭର୍ସିଫିକେସନ୍, ଏଥିପାଇଁ ମଧ୍ୟ ସରକାରୀ ସହାୟତା ସବୁ ଗୁଡ଼ାରେ ଅଛି। ଏଟାକୁ କେମିତି ଚାଷୀ ଭାଇମାନଙ୍କ ପାଖକୁ ଯିବ ନା, ସରକାରୀ ଯେଉଁ ସ୍କିମ୍ ଅଛି, ଯେଉଁ ଯୋଜନା ଅଛି, ସେଇଟା ତ ଚାଲିଛି। ତା ବ୍ୟତୀତ ଆମେ ଏଥିରେ ଚାଷୀ ଭାଇମାନଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି। ତା ପାଇଁ ବିଭିନ୍ନ ଉପାୟ ଅଛି। ଆମେ ନୂଆ ଚାଷ ପ୍ରଣାଳୀକୁ ଡେମନଷ୍ଟ୍ରେସନ୍ କରିପାରିବା ବା ତାକୁ ଚାଷୀ ଭାଇମାନଙ୍କ ଫିଲ୍ଡରେ ଆମେ ତାକୁ କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ତାଙ୍କୁ ଶିକ୍ଷିତ କରିପାରିବା, ତାଙ୍କୁ ଟ୍ରେନିଂ ଦେଇପାରିବା। ଏଇ ଯେଉଁ ଆମର ପରିବେଶ
ଆମର କ୍ଲାଇମେଟ୍ ରେଜିଲିଏଣ୍ଟ ଏଗ୍ରିକଲଚର ପ୍ରାକ୍ଟିସେସ୍ ସେଇଟାକୁ ଆମେ ଚାଷୀ ଭାଇ ପାଖରେ ପହଞ୍ଚାଇବା ପାଇଁ ତାଙ୍କୁ ଟ୍ରେନିଂ ଦେଇପାରିବା, ଆୱାରନେସ୍ ପ୍ରୋଗ୍ରାମ କରିପାରିବା, ବିଭିନ୍ନ ଲିଫଲେଟ୍ କରିକି ଚାଷୀ ଭାଇମାନଙ୍କର ଜ୍ଞାନ ବର୍ଦ୍ଧନ କରିପାରିବା, ଟିଭି ରେଡ଼ିଓ ଟକ୍ ମାଧ୍ୟମରେ ଆମେ ଯେମିତି ଆଜି ବି କଥା ହେଉଛେ ଏଇ ସବୁ ପ୍ରଣାଳୀ ଅବଲମ୍ବନ କରି ଆମେ ଚାଷୀ ଭାଇମାନଙ୍କ ପାଖରେ ଏଇ ନୂତନ ଜ୍ଞାନ କୌଶଳକୁ ପହଞ୍ଚାଇ ପାରିବା। ନିଶ୍ଚୟ ଜ୍ଞାନ କୌଶଳ ସହିତ ଆମେ ଯନ୍ତ୍ରପାତି ବି ପହଞ୍ଚାଇ ଦେଉଛେ। ଆପଣ ତାର ଉଦାହରଣ ବି ନେଇପାରିବା। ଧରନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ବିଲରେ ଧାନ କଟା ହେଇକି ରହୁଥିଲା, ତାପରେ ସେ ଶୁଖିଲା ପରେ ଅମଳ ହେଉଥିଲା, ଯାହାକି ଯେଉଁ ସମୟରେ ପାଣିପାଗ ଉପରେ ବହୁତ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଏବେ 24 ଘଣ୍ଟା ଭିତରେ ଯଦି ଆମେ ପାଣିପାଗର ଅବସ୍ଥା ଶୁଣୁଛେ ତାହେଲେ ତାକୁ ଆମେ ଯନ୍ତ୍ର ମାଧ୍ୟମରେ ବହୁତ ଶୀଘ୍ର ସେଇ ବିଲରୁ ବି ଅମଳ କରିକି ତାକୁ ଆମେ ଆୟତ୍ତରେ ରଖିପାରୁଛେ। ଏ ବିଷୟରେ ଚାଷୀ ଭାଇମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଜଣାଇବା ପାଇଁ ସବୁ ବ୍ୟବସ୍ଥା କ'ଣ ଅଛି ସରକାରୀ ସ୍ତରରେ? ଆଜ୍ଞା ଦେଖନ୍ତୁ, ଆମେ ଚାଷୀ ଭାଇମାନଙ୍କୁ ଜଣାଇବା ପାଇଁ ତ ବହୁତ ବ୍ୟବସ୍ଥା ଅଛି। ଆମେ ଯେଉଁ ସରକାରୀ ଯୋଜନା କହିଲେ ତାକୁ ଯୋଜନା ଗୁଡ଼ିକୁ ଆମେ ଚାଷୀ ଭାଇମାନଙ୍କ ପାଖରେ ପହଞ୍ଚାଇବା ବିଭିନ୍ନ ମାଧ୍ୟମରେ ତାଙ୍କୁ ଡେମନଷ୍ଟ୍ରେସନ୍ କରୁଛେ, ଲୋକମାନଙ୍କୁ ଆମେ ଲିଫଲେଟ୍ ବୁକଲେଟ୍ କରୁଛେ, ଏସବୁ ଜିନିଷ ତ ଆମେ କଥା ହେଲେ। କିନ୍ତୁ ଏଇଟା ମଧ୍ୟ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ମଧ୍ୟ ଏଟାକୁ ଡେମନଷ୍ଟ୍ରେସନ୍ କରାହେଉଛି। ଯେମିତିକି ମୁଁ ଆପଣଙ୍କୁ କହିବି, ଗୋଟେ ଅଛି ନ୍ୟାସନାଲ୍ ଇନୋଭେସନ୍ସ ଇନ୍ କ୍ଲାଇମେଟ୍ ରେଜିଲିଏଣ୍ଟ ଏଗ୍ରିକଲଚର, ତାକୁ ସର୍ଟ ଫର୍ମ ତାର ହେଉଛି ନିକ୍ରା। ମାନେ ଆମର ଯେଉଁ କ୍ଲାଇମେଟ୍ ରେଜିଲିଏଣ୍ଟ ଏଗ୍ରିକଲଚର ବା ଯେଉଁ ଆମର ସହନଶୀଳ କୃଷି ପଦ୍ଧତି ଯେଉଁଟା ରହିଲା, ତ ସେଇଟା ପରିବେଶ ସହନଶୀଳ କୃଷି ପଦ୍ଧତି ଯେଉଁଟା, ତ ତାକୁ କେମିତି ଚାଷୀ ଭାଇମାନଙ୍କ ପାଖରେ ଫିଲ୍ଡରେ ଡେମନଷ୍ଟ୍ରେସନ୍ ହେବ, ସେ ଏଇ ଯେଉଁ ପ୍ରୋଜେକ୍ଟ ଅଛି ନିକ୍ରା ପ୍ରୋଜେକ୍ଟ, ସେଥିରେ ଆମର ଡେମନଷ୍ଟ୍ରେସନ୍ ହେଉଛି। ଯେମିତି କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ତାର ରହିଛି ଯେଉଁ କ୍ରୀଡ଼ା ଗୋଟେ ଅଛି ସଂସ୍ଥା, ହାଇଦ୍ରାବାଦ ICARର ଗୋଟେ ସଂସ୍ଥା, ସେଇଟା ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ ଡ୍ରାଇଲ୍ୟାଣ୍ଡ ଏଗ୍ରିକଲଚର। ତ ତାରି ଉପରେ ଯେଉଁ ICAR ଇନଷ୍ଟିଚ୍ୟୁଟ୍ ଅଛି, ସେଇ ମାଧ୍ୟମରେ କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କ ସାହାଯ୍ୟରେ ଏଇଟା ବିଭିନ୍ନ ଚାଷୀ ଭାଇମାନଙ୍କ ଫିଲ୍ଡରେ ଗୋଟେ ପୋଷ୍ୟଗ୍ରାମ ମାଧ୍ୟମରେ ତାକୁ ଡେମନଷ୍ଟ୍ରେଟ୍ କରାହେଉଛି। ଓଡ଼ିଶା ସରକାର ମଧ୍ୟ ଆମେ ଯେମିତି କଥା ହେଉଥିଲେ, ଶ୍ରୀ ଅନ୍ନ ଅଭିଯାନ, ଡାଇରେକ୍ଟ ସିଡେଡ୍ ରାଇସ୍ ବା DSRର ପ୍ରମୋସନ, ଆରୋମେଟିକ୍ ନନ୍ ଆରୋମେଟିକ୍ ରାଇସ୍, ଆପଣ ଯେଉଁ କହୁଥିଲେ ଯେଉଁ ଯନ୍ତ୍ରପାତି, ଧରନ୍ତୁ ଗୋଟେ କମ୍ବାଇନ୍ ହାର୍ଭେଷ୍ଟର କିଣିବ ଜଣେ ଲୋକ, ଜଣେ ଧାନ ରୁଆ ଯନ୍ତ୍ର କିଣିବ, ଜଣେ ଧାନ କାଟିବା ଯନ୍ତ୍ର ରିପର କିଣିବ, ଜଣେ ଧାନର ତାକୁ ସଫା କରିବା ଯନ୍ତ୍ର ଥ୍ରେସର କିଣିବ, ଅମଳ କରିବା ଯନ୍ତ୍ର, ବା ଜଣେ ମୁଗ ବିରି ଥ୍ରେସର କିଣିବ, ଯେକୌଣସି ଯନ୍ତ୍ରପାତି କିଣିବ, ସବୁଗୁଡ଼ା ବର୍ତ୍ତମାନ ଆମର ସରକାରୀ ରିହାତି ତା ଦେହରେ ରହିଛି ଏବଂ ଉପଲବ୍ଧ ସରକାରୀ ରିହାତି ସବୁ ଯନ୍ତ୍ରପାତି କିଣା ଉପରେ ରହିଛି। ସେ ସବୁ ମିଳୁଛି। ଏବଂ ଫାର୍ମ ପଣ୍ଡ ଧର ଜଣେ ଲୋକ କରିବ, ତା ପାଇଁ ସରକାରୀ ସ୍କିମ୍ ଅଛି। ଆଉ ସବୁଥିରେ ସେମିତି ଆମେ ଯେମିତି କଥା ହଉ ନ୍ୟାଚୁରାଲ ଫାର୍ମିଂ, ତା ପାଇଁ ସରକାରୀ ସହାୟତା ଅଛି, ପ୍ରମୋସନ ଅଛି। କ୍ରପ୍ ଡାଇଭର୍ସିଫିକେସନ ପ୍ରୋଗ୍ରାମ, ସିଏ ମଧ୍ୟ ସରକାରୀ ସହାୟତା ଅଛି। ସବୁ ପ୍ରୋଗ୍ରାମ ପାଇଁ ସରକାରୀ ସହାୟତା ଅଛି ଏବଂ ସେଟା ଚାଷୀ ଭାଇମାନଙ୍କୁ ଆମେ ସମସ୍ତେ ଅବଗତ କରୁଛେ। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର କ'ଣ ଭୂମିକା ରହୁଛି, କିମ୍ବା କୃଷି ବିଜ୍ଞାନ କେନ୍ଦ୍ର ସହିତ ଚାଷୀମାନେ କେମିତି ସଂଯୋଗ ହେଉଛନ୍ତି ଆଉ ତାର ଫଳାଫଳ କେମିତି ପାଇବେ, ସେ ବିଷୟରେ କ'ଣ କହିବେ? ଆଜ୍ଞା, କୃଷି ବିଜ୍ଞାନ କେନ୍ଦ୍ରର ଏଇଥିରେ ମୁଁ ଯୋଉଟା ଆଗରୁ କହୁଥିଲି ଟିକେ, ଯେଉଁ ନିକ୍ରା ପ୍ରୋଜେକ୍ଟ ଅଛି, ନ୍ୟାସନାଲ ଇନୋଭେସନ୍ସ ଇନ୍ କ୍ଲାଇମେଟ୍ ରେଜିଲିଏଣ୍ଟ ଏଗ୍ରିକଲଚର, ଏଇ ନିକ୍ରା ପ୍ରୋଜେକ୍ଟ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଲୁଛି। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା ହେଲା ଯେ ଆମର ଯେକୌଣସି ଶ୍ରୀ ଅନ୍ନ ଅଭିଯାନ ହେଲା, ଡାଇରେକ୍ଟ ସିଡେଡ୍ ରାଇସ୍ ହେଲା, ଯେଉଁ ଯେକୌଣସି ପ୍ରୋଗ୍ରାମ ସରକାରୀ ପ୍ରୋଗ୍ରାମ ସବୁ ଚାଲୁଛି, ସେଠାରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଆମର ଯେଉଁ ଡିଷ୍ଟ୍ରିକ୍ଟ ଲେଭେଲ କମିଟି ଅଛି ତା ଭିତରେ ରହିଛନ୍ତି ଏବଂ ଚାଷୀ ଭାଇମାନଙ୍କୁ ଯେଉଁ ତାଲିମ ଦିଆଯାଉଛି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଯାଇ ତାଲିମ ତାକୁ ଦିଅନ୍ତି। ଏବଂ ତାପରେ ବିଭିନ୍ନ ପ୍ରକାର ତାକୁ ଯେଉଁ ଲିଟରେଚର, ଯେଉଁ ପବ୍ଲିକେସନ, ଧରନ୍ତୁ ଲିଫଲେଟ୍ ତିଆରି ହେବା, ବୁକଲେଟ୍ ତିଆରି କରିବା, ଏସବୁ ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ର କରିଥାଏ। ସକ୍ସେସଫୁଲ୍ ଫାର୍ମର ମାନଙ୍କର ଡକୁମେଣ୍ଟ ତିଆରି କରିବା, ତାର ଭିଡ଼ିଓ ଡକୁମେଣ୍ଟେସନ ହଉ ବା ଲେଖା ଆକାରରେ ଗୋଟେ ସକ୍ସେସ୍ ଷ୍ଟୋରିର ପ୍ରକାଶ କରିବା ବିଭିନ୍ନ ପେପରରେ, ବା ତା ପାଇଁ ଗୋଟେ ସ୍ପେଶାଲ ସକ୍ସେସ୍ ଷ୍ଟୋରି କରିବା, ଏସବୁ ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ର କରିଥାଏ। ଆଉ ଯେଉଁମାନେ ସକ୍ସେସଫୁଲ୍ ଫାର୍ମର ଚାଷୀ, ସେମାନଙ୍କୁ ମଧ୍ୟ ପୁରସ୍କୃତ କରିଥାଏ କୃଷି ବିଜ୍ଞାନ କେନ୍ଦ୍ର। ଏବଂ କୃଷି ବିଭାଗ ସହିତ ବା ଆନୁଷଙ୍ଗିକ ଯେଉଁ ବିଭାଗ ରହିଲା ତା ସହିତ ସମନ୍ୱୟ ରକ୍ଷା କରି ଏସବୁ ଜିନିଷ ଗୁଡ଼ିକୁ ଚାଷୀମାନଙ୍କ କ୍ଷେତ୍ରରେ ପହଞ୍ଚାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ଗୋଟେ ମାଧ୍ୟମ ହୋଇଥାଏ। ନିଶ୍ଚୟ ଭାବରେ ଆମର ସରକାରୀ ସ୍ତରରେ ହେଉ ଆଉ ବୈଜ୍ଞାନିକ ମାନଙ୍କ ଦ୍ୱାରା ହେଉ, ବହୁତ କ୍ଷେତ୍ରରେ ଚାଷୀମାନଙ୍କ ପାଇଁ ଉନ୍ନତିର କଥା ଚିନ୍ତା କରାଯାଉଛି। ଆଉ ଚାଷୀ ଭାଇମାନେ କେମିତି ଅଧିକା ଉନ୍ନତି କରିବେ ଏବଂ ତାଙ୍କର ଆର୍ଥିକ ଅବସ୍ଥା କେମିତି ସୁଦୃଢ଼ ହୋଇପାରିବ, ଏସବୁ ନେଇକି ବିକଶିତ କୃଷି ସଂକଳ୍ପ ଅଭିଯାନ ବି ଚାଲିଛି। ଦେଖିବାକୁ ଗଲେ ଚାଷ ପାଇଁ ଆଉ ଚାଷୀଙ୍କ ପାଇଁ ସରକାର ବହୁତ ଯତ୍ନଶୀଳ ଅଛନ୍ତି, ଏ ବିଷୟ ଆପଣ ନିଶ୍ଚୟ ସ୍ୱୀକାର କରିବେ। ଆଜ୍ଞା ଆଜ୍ଞା, ଏଇ ଯେଉଁ ଆପଣ କହିଲେ ବିକଶିତ କୃଷି ସଂକଳ୍ପ ଅଭିଯାନ, ଏଇଟା ଭାରତ ସରକାରଙ୍କର ଗୋଟେ ଅଭୂତପୂର୍ବ
नुआ प्रयास एवं बहुत बढ़िया प्रयास सफल प्रयास एटा हमर 29 तारिख रु आरंभ हला मे 29 रु एवं जून 12 तारिख पर्यंत चलिबो। एथरे मध्य कृषि वैज्ञानिक माने आईसीआर साइंटिस्ट कोहंतु कृषि विज्ञान केंद्र साइंटिस्ट कोहंतु कृषि विभाग कोहंतु समस्त चाषी भाई मानको पाखकु जाईकी पंचायत स्तर रे सेमानको अवेयरनेस विभिन्न जिनस ऊपर करूचंती। एथरे मध्य ए सब जिनस को होउची क्लाइमेट रेजिलिएंट एग्रीकल्चर प्रैक्टिस मध्य ता भितर अंतर्भुक्त। शेषरे चाषी भाई मानको कोन कहबे? चाषी भाई मानको कहबी जे वर्तमान जो पाणीपाग रो परिवर्तन होउची जो जलवायु रो परिवर्तन होउची ताकू हमकु सामना करिया दरकार एवं सामना करिया पय आम पाखर मध्य ज्ञान कौशल उपलब्ध ताकू जो परामर्श अछि बा जो ज्ञान कौशल अछि तार सहायता नहीं डिपार्टमेंटल प्रमोशन मध्य होउची तार सहायता नियंतु एवं निजको मध्य सेतिमे प्रिपेयर्ड रखंतु परिस्थिति परिवेश जो हमर पाणीपाग जलवायु जहाँ परिवर्तन होउची ताकू सामना करिया पे निजको प्रिपेयर्ड रख। जय श्रीयुक्त महांती आपण आज आम कार्यक्रम को आसिले चाषी भाई भौणी मानकू आम परिवेश को सुहाउथबा चाष कौशल विषय अनेक कथा कहले परामर्श देले जोटा कि तांकर चाष आउ आर्थिक अवस्था एवं परिवेश परिवार पई बहुत सहायता करिवो। सेतिपई आपनकू श्रोता मानक तरफरु एवं अनुष्ठान तरफरु बहुत बहुत धन्यवाद। नमस्कार। नमस्कार। शुणुथिला आलोचना आम परिवेश को सुहाउथिबा चाष कौशल विशेषज्ञ थिले कृषि विज्ञान केंद्र ढेंकानाळर वरिष्ठ वैज्ञानिक एवं मुख्य डॉक्टर विमलेन्दु महांती तांको सह कार्यक्रम रे भाग नैथिले सुभाष चंद्र नायक। श्रोता बंधु आज को 8 दिन रहिला विश्व योग दिवस जून 21 तारिख। योग आम शारीरिक मानसिक और आध्यात्मिक अभिवृद्धि दिगरे निश्चय सहायता करिवो। सेथिपई प्रत्येक लोक प्रत्येक परिवार ए विषय रे जत्नशील हेबा दरकार योग को आपणैबा दरकार। तेबे श्रोता बंधु आजिर कार्यक्रम को एट शेष करिबा। रहउछु नमस्कार।